ତୁମେ ମାନେ ଭଲ ଅଛ? ହଁ, ନିହାତି ଭଲରେ ଥିବ। ଆଉ ମୁଁ ବି ବହୁତ ଭଲରେ ଅଛି। ତାହେଲେ ଆଜିର କ୍ଲାସକୁ ତୁମମାନଙ୍କୁ ସ୍ୱାଗତ। ପୂର୍ବ ଭାଗରେ ଆମେ ଉପଦ୍ୱୀପୀୟ ମାଳଭୂମି ବିଷୟରେ ପଢିଛେ। ଆମେ ଜାଣିଛେ ଭାରତ ତିନି ପାର୍ଶ୍ୱରେ ଜଳରାଶି ଦ୍ୱାରା ପରିବେଷ୍ଟିତ। ଆଚ୍ଛା କହିଲ ଦେଖି, ଭାରତର ପୂର୍ବରେ କେଉଁ ସାଗର ରହିଛି? ହଁ, ଠିକ୍ କହିଲ। ଭାରତର ପୂର୍ବରେ ବଙ୍ଗୋପସାଗର ରହିଛି। ସେହିପରି ଆମେ ଜାଣିଛେ ଭାରତର ପଶ୍ଚିମରେ ଆରବ ସାଗର ଓ ଦକ୍ଷିଣରେ ଭାରତ ମହାସାଗର ରହିଛି। ତାହେଲେ ଆଜି ଆମେ ସେଇ ଭାରତର ଅଦ୍ଭୁତ ତଟରେଖା, ପୂର୍ବ ଉପକୂଳ ଓ ପଶ୍ଚିମ ଉପକୂଳ ବିଷୟରେ ପଢିବା। ପିଲାମାନେ, ତୁମେ କେବେ ସମୁଦ୍ର କୂଳ ବୁଲିବା ପାଇଁ ଯାଇଛ? ସେଠି ତ ଢେଉ ଦେଖିଥିବ ନିଶ୍ଚିନ୍ତ। ତେବେ ଯେଉଁ ସ୍ଥାନରେ ଭୂମି ସମୁଦ୍ର ସହିତ ମିଳିଥାଏ ତାହାକୁ ଉପକୂଳ ଅଞ୍ଚଳ କୁହାଯାଏ। ଭାରତର ମୁଖ୍ୟ ଉପକୂଳ ରାଜ୍ୟଗୁଡ଼ିକ ହେଲା ଗୁଜରାଟ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ, କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ପଶ୍ଚିମବଙ୍ଗ। ଭାରତର ମୋଟ ଉପକୂଳର ଲମ୍ବ ପ୍ରାୟ ৭,୫୦୦ କିଲୋମିଟର। ଭାରତର ଉପକୂଳ ସୁନ୍ଦର ବେଳାଭୂମି, ପଥୁରିଆ ଚଟାଣ ଓ ସବୁଜ ଜଙ୍ଗଲରେ ପରିପୂର୍ଣ୍ଣ। ସମୁଦ୍ର ତଳରେ ଥିବା ଛୋଟ ଜୀବମାନଙ୍କ ଦ୍ୱାରା ପ୍ରବାଳର ପ୍ରାଚୀର ଗଠିତ ହୋଇଥାଏ। ଏହା ମୁଖ୍ୟତଃ ଲାକ୍ଷାଦ୍ୱୀପ ଓ ଆଣ୍ଡାମାନ ଦ୍ୱୀପପୁଞ୍ଜରେ ଦେଖାଯାଏ। ଏହା ଜୀବବିବିଧତାର ଭଣ୍ଡାର। ଅନ୍ୟ ଦ୍ୱୀପମାନେ ଘନ ଜଙ୍ଗଲରେ ଆଚ୍ଛାଦିତ। ବର୍ତ୍ତମାନ ମୁଁ କିଛି ପ୍ରଶ୍ନ ପଚାରୁଛି, ତାର ଉତ୍ତର ଦିଅ। ଭାରତର ମୋଟ ଉପକୂଳର ଲମ୍ବ କେତେ କିଲୋମିଟର? ହଁ, ଠିକ୍ ଅଛି, ৭,୫୦୦ କିଲୋମିଟର। ପ୍ରବାଳର ପ୍ରାଚୀର କେଉଁ କେଉଁ ଦ୍ୱୀପପୁଞ୍ଜରେ ଦେଖାଯାଏ? ହଁ, ଲାକ୍ଷାଦ୍ୱୀପ ଓ ଆଣ୍ଡାମାନ ଦ୍ୱୀପପୁଞ୍ଜରେ ଦେଖାଯାଏ। ଆଚ୍ଛା, ଆସ ଏବେ ଜାଣିବା ନଦୀ ମୁହାଣ କ'ଣ? ଯେଉଁଠାରେ ନଦୀ ବୃହତ୍ ଜଳଭାଗ ଯଥା ସାଗର, ହ୍ରଦ ଓ ଅନ୍ୟ ନଦୀରେ ମିଶିଥାଏ, ତାହାକୁ ନଦୀର ମୁହାଣ କୁହାଯାଏ। ଏଠାରେ ଲୁଣିଆ ଓ ମିଠା ପାଣି ମିଶିଥାଏ, ଯେଉଁଥିପାଇଁ ପାଣିର ସ୍ୱାଦ ଖାରା ହୋଇଥାଏ। ପଶ୍ଚିମ ଘାଟରୁ ଉତ୍ପତ୍ତି ଲାଭ କରିଥିବା ନଦୀଗୁଡ଼ିକ ମଧ୍ୟରୁ ନର୍ମଦା ଓ ତାପ୍ତି ନଦୀ ଆରବ ସାଗରରେ ମିଶିଥିବା ବେଳେ କୃଷ୍ଣା, କାବେରୀ ଓ ଗୋଦାବରୀ ବଙ୍ଗୋପସାଗରରେ ମିଶିଛନ୍ତି।
ନର୍ମଦା ଓ ତାପ୍ତି ନଦୀର ମୁହାଣ ସବୁଠାରୁ ବଡ଼ ଓ ଜୁଆରିଆ। ଏବେ ଆସ ଜାଣିବା ଯେ ନଦୀଗୁଡ଼ିକ ପାହାଡ଼ର ପାଦଦେଶରୁ ବାହାରି ସମୁଦ୍ରରେ ମିଶିବା ଯାଏ ନିଜର ଗତିପଥରେ ପଟୁମାଟି, ବାଲି, ଗୋଡ଼ି ଆଦି ବୋହି ଆଣିଥାନ୍ତି ଓ ଏହି ସଞ୍ଚୟଜାତ ପଦାର୍ଥ ଦ୍ୱାରା ନିର୍ମିତ ଭୂମି ରୂପକୁ ତ୍ରିକୋଣ ଭୂମି କୁହାଯାଏ। ଗୋଦାବରୀ, କୃଷ୍ଣା, କାବେରୀ ଓ ମହାନଦୀ ଦ୍ୱାରା ସୃଷ୍ଟି ହୋଇଥିବା ତ୍ରିକୋଣଭୂମି ଅଞ୍ଚଳ କୃଷି ପାଇଁ ଉପଯୋଗୀ, କାରଣ ଏହା ବହୁତ ଉର୍ବର। ମହାନଦୀର ତ୍ରିକୋଣଭୂମି ଅଞ୍ଚଳ କଟକ, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ଆବୃତ କରିଛି। ଏହି ଅଞ୍ଚଳ ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ନଦୀମାନଙ୍କ ଦ୍ୱାରା ଗଠିତ। ଏହିପରି ଭିତରକନିକା ତ୍ରିକୋଣଭୂମି ଅଞ୍ଚଳ କେନ୍ଦ୍ରାପଡ଼ା ଜିଲ୍ଲାରେ ଅବସ୍ଥିତ। ଏହା ବ୍ରାହ୍ମଣୀ, ବୈତରଣୀ ଓ ଧାମରା ନଦୀମାନଙ୍କ ଦ୍ୱାରା ଗଠିତ। ଆସ ଏବେ ଭାରତର ପଶ୍ଚିମ ଉପକୂଳ, ଯାହା ଗୁଜରାଟରୁ ଆରମ୍ଭ ହୋଇ ମହାରାଷ୍ଟ୍ର, ଗୋଆ ଓ କର୍ଣ୍ଣାଟକ ଦେଇ କେରଳ ପର୍ଯ୍ୟନ୍ତ ବିସ୍ତୃତ, ତା ବିଷୟରେ ଜାଣିବା। ଏଠାରେ ଅନେକ ପ୍ରସିଦ୍ଧ ବନ୍ଦର ରହିଛି। ଯଥା ଗୁଜରାଟ ରାଜ୍ୟର ଦୀନଦୟାଲ ବନ୍ଦର, ଗୋଆ ରାଜ୍ୟର ମାର୍ମାଗାଓ ବନ୍ଦର, ଓ କର୍ଣ୍ଣାଟକ ରାଜ୍ୟର ମାଙ୍ଗାଲୋର ବନ୍ଦର। ସେହିପରି ଜାଣିଛ କି ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ କେତେକ ବନ୍ଦର ରହିଛି। ସେଗୁଡ଼ିକ ହେଲା ଜଗତସିଂହପୁର ଜିଲ୍ଲାର ପାରାଦୀପ ବନ୍ଦର, ଭଦ୍ରକ ଜିଲ୍ଲାର ଧାମରା ବନ୍ଦର, ଓ ଗଞ୍ଜାମ ଜିଲ୍ଲାର ଗୋପାଳପୁର ବନ୍ଦର। ଏହି ପଶ୍ଚିମ ଉପକୂଳରେ ଅନେକ ପ୍ରସିଦ୍ଧ ସହର ମଧ୍ୟ ରହିଛି, ଯଥା ପୁଣେ, ମହାବଳେଶ୍ୱର, ମୁମ୍ବାଇ ଯାହାକି ମହାରାଷ୍ଟ୍ରର ରାଜଧାନୀ, ବେଙ୍ଗାଲୁରୁ ଯାହା ହେଉଛି କର୍ଣ୍ଣାଟକର ରାଜଧାନୀ ଓ ସେହି ବେଙ୍ଗାଲୁରୁକୁ ସିଲିକନ୍ ଭ୍ୟାଲି ଅଫ୍ ଇଣ୍ଡିଆ ମଧ୍ୟ କୁହାଯାଏ। ଏହିସବୁ କାରଣରୁ ପଶ୍ଚିମ ଉପକୂଳ ହେଉଛି ଅର୍ଥନୈତିକ କାର୍ଯ୍ୟକଳାପର କେନ୍ଦ୍ରସ୍ଥଳ। ଏବେ ଆସ କିଛି ପ୍ରଶ୍ନର ଉତ୍ତର ଦେବା। କର୍ଣ୍ଣାଟକର ପ୍ରସିଦ୍ଧ ବନ୍ଦରର ନାମ କ'ଣ? ହଁ, ଠିକ୍ କହିଲ, ମାଙ୍ଗାଲୋର।
ଓଡ଼ିଶାର ମୁଖ୍ୟ ବନ୍ଦରର ନାମ କ'ଣ? ଠିକ୍ ଅଛି। ଓଡ଼ିଶାର ମୁଖ୍ୟ ବନ୍ଦର ହେଉଛି ପାରାଦୀପ। କହିଲ ମହାରାଷ୍ଟ୍ରର ରାଜଧାନୀ କିଏ? ହଁ, ମୁମ୍ବାଇ। ବେଙ୍ଗାଲୁରୁ କେଉଁ ରାଜ୍ୟର ରାଜଧାନୀ? ହଁ, ବେଙ୍ଗାଲୁରୁ ହେଉଛି କର୍ଣ୍ଣାଟକ ରାଜ୍ୟର ରାଜଧାନୀ। ଆଚ୍ଛା, ଆମ ଓଡ଼ିଶାର ଗୋପାଳପୁର ବନ୍ଦର କେଉଁ ଜିଲ୍ଲାରେ ଅବସ୍ଥିତ? ହଁ, ଗୋପାଳପୁର ବନ୍ଦର ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ। ଏବେ ଆମେ ପୂର୍ବ ଉପକୂଳ ବିଷୟରେ କିଛି ଜାଣିବା। ପୂର୍ବ ଉପକୂଳର ମୁଖ୍ୟ ରାଜ୍ୟଗୁଡ଼ିକ ହେଲା ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ପଶ୍ଚିମବଙ୍ଗ। ଏହା ଗାଙ୍ଗେୟ ତ୍ରିକୋଣଭୂମିଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ବିସ୍ତୃତ। ଏବେ ଆସ ଉପହ୍ରଦ ବିଷୟରେ ଜାଣିବା। ଉପହ୍ରଦ କ'ଣ? ପ୍ରାକୃତିକ ବନ୍ଧ ଦ୍ୱାରା ସମୁଦ୍ର ଜଳ ସମୁଦ୍ରଠାରୁ ଅଲଗା ହୋଇ ଉପହ୍ରଦ ସୃଷ୍ଟି ହୁଏ। ଚିଲିକା ଓ ପୁଲିକାଟକୁ ହ୍ରଦ କୁହାଯାଉଥିଲେ ହେଁ ଏଗୁଡ଼ିକ ପ୍ରକୃତରେ ଉପହ୍ରଦ ବା ଲଗୁନ୍। ସମୁଦ୍ରରୁ ସୃଷ୍ଟି ଯୋଗୁଁ ଏଗୁଡ଼ିକର ଜଳ ମୁଖ୍ୟତଃ ଲୁଣିଆ ହୋଇଥାଏ। ଚିଲିକାରେ ବର୍ଷା ଦିନେ ପ୍ରଚୁର ବର୍ଷା ଜଳ ମିଶୁଥିବାରୁ ଏହାର ଲବଣତା ହ୍ରାସ ପାଏ। ମାତ୍ର ଶୀତ ଋତୁରେ ଲବଣତା ଅଧିକ ଥାଏ। ଚିଲିକା ମଧ୍ୟ ଏକ ପକ୍ଷୀ ବିହାର କେନ୍ଦ୍ର। ଶୀତ ଋତୁରେ ଉତ୍ତର ମେରୁ ଅଞ୍ଚଳ, କାସ୍ପିଆନ୍ ହ୍ରଦ, ଜାମ୍ମୁ ଓ କାଶ୍ମୀର ଅଞ୍ଚଳରୁ ବିଭିନ୍ନ ଜାତିର ପକ୍ଷୀ ଚିଲିକାକୁ ଆସିଥାନ୍ତି। ଏଠାରେ ନୌଚାଳକ ତାଲିମ କେନ୍ଦ୍ର ମଧ୍ୟ ରହିଛି। ଏଠାରେ ଥିବା କାଳିଜାଇ ପାହାଡ଼ରେ ମା କାଳିଜାଇଙ୍କ ମନ୍ଦିର ଯୋଗୁଁ ଚିଲିକା ଏକ ପର୍ଯ୍ୟଟନ ସ୍ଥଳୀ ମଧ୍ୟ। ଯଦି ଚିଲିକା ଏକ ଉପହ୍ରଦ, ଏବେ ଆମେ ଜାଣିବା ହ୍ରଦ କ'ଣ? ହ୍ରଦ ହେଉଛି ଚତୁଃପାର୍ଶ୍ୱ ସ୍ଥଳ ପରିବେଷ୍ଟିତ ଜଳଭାଗ। ନଦୀବାଙ୍କ କାଳକ୍ରମେ ମୁଖ୍ୟ ନଦୀରୁ ଅଲଗା ହୋଇ ଅଶ୍ୱକ୍ଷୁରାକୃତି ହ୍ରଦ ସୃଷ୍ଟି କରିଥାଏ। ଉଦାହରଣ ହେଉଛି
ମହାନଦୀରୁ ସୃଷ୍ଟି ହୋଇଥିବା ଅଂଶୁପା ହ୍ରଦ। ଏହା ହେଉଛି ଏକ ମଧୁର ହ୍ରଦ ଓ ଏଥିରୁ ମାଛ ଧରାଯାଏ। ଏବେ ଆସ ନିଜକୁ ପରଖିବା। ଗୋଟିଏ ଉପହ୍ରଦର ନାମ କହିଲ? ଆଚ୍ଛା, ହଁ, ଚିଲିକା। ପୁଲିକାଟ ମଧ୍ୟ ଏକ ଉପହ୍ରଦ ହୋଇପାରିବ। ମହାନଦୀରୁ ସୃଷ୍ଟି ହୋଇଥିବା ହ୍ରଦର ନାମ କ'ଣ? ଠିକ୍ କହିଲ, ଅଂଶୁପା ହ୍ରଦ। ଭାରତର କେଉଁ ଉପକୂଳ କୃଷି ପାଇଁ ଉପଯୋଗୀ? ହଁ, ପୂର୍ବ ଉପକୂଳ କୃଷି ପାଇଁ ଉପଯୋଗୀ। ଭାରତର କେଉଁ ଉପକୂଳ ପ୍ରସିଦ୍ଧ ବନ୍ଦର ସବୁ ରହିଛି? ହଁ, ପଶ୍ଚିମ ଉପକୂଳରେ ପ୍ରସିଦ୍ଧ ବନ୍ଦର ସବୁ ରହିଛି। ସେମିତି ଆମେ ଏବେ ଦେଖିବା ଭାରତର ପୂର୍ବ ଉପକୂଳ ଓ ଭାରତର ପଶ୍ଚିମ ଉପକୂଳ ଭିତରେ ପାର୍ଥକ୍ୟ କ'ଣ ରହିଛି। ଏହି ପୂର୍ବ ଉପକୂଳ ବଙ୍ଗୋପସାଗର ଧାରରେ ରହିଅଛି। ସେହିପରି ପଶ୍ଚିମ ଉପକୂଳ ଆରବ ସାଗରର ଧାରରେ ରହିଅଛି। ବଙ୍ଗୋପସାଗରକୁ ପ୍ରବାହିତ ନଦୀଗୁଡ଼ିକ ଦ୍ୱାରା ପୂର୍ବ ଉପକୂଳରେ ବିସ୍ତୃତ ତ୍ରିକୋଣ ଭୂମି ଗଠିତ ହୁଏ। କିନ୍ତୁ ଆରବ ସାଗରକୁ ପ୍ରବାହିତ ନଦୀମାନେ ପଶ୍ଚିମ ଉପକୂଳରେ କୌଣସି ତ୍ରିକୋଣ ଭୂମି ଗଠନ କରନ୍ତି ନାହିଁ। ପୂର୍ବ ଉପକୂଳ ସମତଳ ହୋଇଥିବାରୁ ବନ୍ଦର ନିର୍ମାଣ ପାଇଁ ଅନୁକୂଳ ନୁହେଁ। କିନ୍ତୁ ପଶ୍ଚିମ ଉପକୂଳ ଅତ୍ୟଧିକ ଉଚ୍ଚ, ନିମ୍ନ, ଭଙ୍ଗା, ଖଣ୍ଡିତ ଥିବାରୁ ବନ୍ଦର ପାଇଁ ଅନୁକୂଳ। ସେହିପରି ପୂର୍ବ ଉପକୂଳ ଅଞ୍ଚଳ ଅତ୍ୟଧିକ ଉର୍ବର ଯୋଗୁଁ କୃଷି ପାଇଁ ଉପଯୋଗୀ। କିନ୍ତୁ ପଶ୍ଚିମ ଉପକୂଳ ଅନୁର୍ବର ହୋଇଥିବା ଯୋଗୁଁ କୃଷିରେ ଅଧିକ ଉନ୍ନତି ହୁଏ ନାହିଁ। ପୂର୍ବ ଉପକୂଳର ମୁଖ୍ୟ ରାଜ୍ୟଗୁଡ଼ିକ ହେଲା ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ। ସେହିପରି ପଶ୍ଚିମ ଉପକୂଳର ମୁଖ୍ୟ ରାଜ୍ୟଗୁଡ଼ିକ ହେଲା ଗୁଜରାଟ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ ଓ କେରଳ। ଆଜିର କ୍ଲାସରେ ପିଲାମାନେ ଆମେ ବହୁତ କିଛି ଜାଣିଲେ। ତାହେଲେ ତୁମେ ବହୁତ ଭିଡ଼ିଓ ଦେଖିଲ। ସେ ଭିଡ଼ିଓ ଦେଖିକି ତୁମକୁ ନିହାତି ଭାବରେ ମଜା ଲାଗିଥିବ। ମଜା ଲାଗିଲା ନା ନାହିଁ କହିଲ? ହଁ, ମଜା ଲାଗିଥିବ। ତାହେଲେ ଆଜି ଆମେ ଭାରତର ପଶ୍ଚିମ ଉପକୂଳ ବିଷୟରେ ପଢ଼ିଲେ, ପୂର୍ବ ଉପକୂଳ ବିଷୟରେ ପଢ଼ିଲେ, ସେଠି ଲାଗି ରହିଥିବା ରାଜ୍ୟଗୁଡ଼ିକ ବିଷୟରେ ପଢ଼ିଲେ, କେମିତି ବନ୍ଦର ରହିଛି, ବିଭିନ୍ନ ପ୍ରକାର ସହର ରହିଛି, କେମିତି ଆମର କୃଷି କାର୍ଯ୍ୟ କରାଯାଉଛି, ଅର୍ଥନୀତିରେ କେମିତି ସାହାଯ୍ୟ କରିପାରୁଛି, ଏସବୁ ଜିନିଷ ଜାଣିଲେ। ଏହା ସହିତ ହ୍ରଦ କ'ଣ, ଉପହ୍ରଦ କ'ଣ, ନଦୀ ମୁହାଣ କ'ଣ, ତ୍ରିକୋଣ ଭୂମି କ'ଣ, ବିଭିନ୍ନ ତଥ୍ୟ ଆମେ ଆଜି ଏଇ କ୍ଲାସରେ ପଢ଼ିଲେ। ତାହେଲେ ଏମିତି ଆମେ ଆଗାମୀ କ୍ଲାସରେ ନୂଆ ନୂଆ କଥା ଶିଖିବା। ରହୁଛି, ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।